ହ୍ୟାଲୋ ହାଏ ଦର୍ଶକ ବନ୍ଧୁ, ଭଲରେ ଅଛି। ତମେ ଭଲରେ ଥିବ ବୋଲି ମୋର ଆଶା। ମୁଁ କ'ଣ ଟିକେ ଖାଇ ଦେଇଛି ନା, ସେଇଥିପାଇଁ ମୋତେ ରାଗ ରାଗ ମାଡ଼ୁଛି। ସରି ସେଇଥିପାଇଁ। ଆଉ ମୁଁ କିଛି କହିବା ପାଇଁ ଯାଉଛି, ରିଏଲ କଥା, ସତରେ। କାହିଁକି ଜାଣିଛ ନା? ଯେଉଁ ଟିଭିରେ, ଯେଉଁ ମୋବାଇଲରେ ଯାହା ସବୁ ଆଡ଼ଭର୍ଟାଇଜମେଣ୍ଟ କରନ୍ତି ଚୁଟି ପାଇଁ ନୁହଁ, ଚୁଟି ପାଇଁ ଯେଉଁ ଆଡ଼ଭର୍ଟାଇଜମେଣ୍ଟ କରନ୍ତି, କ'ଣ ଘନ ହବ, ରୁପି ଉଠିବନି, ଉଖୁଣି ହବନି, ଯେଉଁଭଳି ଥାଏ ନା, ସେଇଭଳି ଯଦି ତମେ ତାର ସୂତ୍ର ଦେଖିବ, କେମିତି ଉପକାରିତା, କ'ଣ ଲଗାଯାଏ, କେମିତି ଛାଡ଼ିବ, ଏଇଭଳିଆ ଯଦି ସର୍ଚ୍ଚ କରି ଦେଖିବ, କ'ଣ ଆସିବ ଜାଣିଛ? ପିଆଜ, ରସୁଣ, ଅଦା, ଆଉ କ'ଣ ସେ ଆଉ ଗୋଟେ ନୁହଁ କି ଛୋଟ ଛୋଟ ହେଇକି ହଳଦିଆ ହେଇଥିବ, କମେଣ୍ଟ କରି କହିବ ସେଇଟା କ'ଣ, ମୁଁ ବି ଜାଣିନି। ସେଇଟା ରୋଷେଇରେ ବି ଲାଗେ, ମୁଁ ଜାଣିନି ସେଇଟା କ'ଣ କହିବେ। ହଁ, ବୁଝିଲ ଦର୍ଶକ ବନ୍ଧୁ? ତମେ ଯଦି ଯାହା ବି ଉପକାରିତା କହିବ, ପିଆଜ ଲଗେଇଲେ କ'ଣ ଚୁଟି ଲମ୍ବା ହୁଏ, ରସୁଣ ଲଗେଇଲେ ରୁପି ହୁଏନି, ରୁପି ଉଠିଯିବ, ଆଉ ଅଦା ଲଗେଇଲେ ବାଳ ଘନ ହବ, ଯେଉଁ କୁହନ୍ତି। ଆବେ ସେଇ ଜିନିଷ ଗୁଡ଼ାକ ସବୁ ରୋଷେଇ ସାମଗ୍ରୀ ରୋଷେଇରେ ଲାଗେ ନା ମୁଣ୍ଡରେ ଲାଗେ? ମୁଁ କମେଣ୍ଟ କରି କହିବ। ଜୟ ଜଗନ୍ନାଥ।